ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ମୋଠୁ ସାନ କିମ୍ବା ବଡ଼ କିମ୍ବା ମୋର ବାପା କିମ୍ବା ମା' ମାନେ କିମ୍ବା ଭାଇ କିମ୍ବା ଭଉଣୀମାନେ କିମ୍ବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଦାସ ଦାସୀମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର କରୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ଏହି ଭିଡ଼ିଓ ମାଧ୍ୟମରୁ ମିରାକଲ ଏବଂ ସୁସ୍ଥତା ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ଆପଣମାନେ କିଛି ସମୟ ସଠିକ ଭାବରେ ଶୁଣନ୍ତୁ, ସଠିକ ଭାବରେ ଦେଖନ୍ତୁ, ସଠିକ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। କାରଣ ବର୍ତ୍ତମାନ ସମୟରେ ଆପଣମାନେ ଏହି ପ୍ରକାର ଭିଡ଼ିଓ ମାନଙ୍କୁ ଆପଣମାନେ ଦେଖୁଅଛନ୍ତି। କାରଣ ପ୍ରଭୁଙ୍କର ଅନୁଗ୍ରହ, ପ୍ରଭୁଙ୍କର ଆଶୀର୍ବାଦ, ପ୍ରଭୁଙ୍କର ଇଚ୍ଛା, ପ୍ରଭୁଙ୍କର ଯୋଜନା ଦ୍ୱାରା ଆପଣମାନେ ବର୍ତ୍ତମାନ ଏହି ପ୍ରକାର ଭିଡ଼ିଓ ମାନଙ୍କୁ ଆପଣମାନେ ଦେଖୁଛନ୍ତି। ନହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ୟୁଟ୍ୟୁବ୍ ମାଧ୍ୟମରେ ଅନେକ ପ୍ରକାର ଭିଡ଼ିଓ ଅଛି, ଆପଣମାନେ ଦେଖିପାରିବେ। କିନ୍ତୁ ପ୍ରଭୁଙ୍କର ଇଚ୍ଛା ଦ୍ୱାରା ଆପଣମାନେ ଏହି ପ୍ରକାର ଭିଡ଼ିଓ ମାନଙ୍କୁ ଆପଣମାନେ ଦେଖୁଅଛନ୍ତି। ସେଥିପାଇଁ ଆପଣ ସମସ୍ତଙ୍କୁ କହିବା ପାଇଁ ଚାହେଁ, କିଛି ସମୟ ସଠିକ ଭାବରେ ଶୁଣନ୍ତୁ, ସଠିକ ଭାବରେ ଦେଖନ୍ତୁ, ସଠିକ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆପଣମାନଙ୍କ ପାଖରେ ମିରାକଲ ବା ଚମତ୍କାର ଏବଂ ସୁସ୍ଥତା ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ଯଦି ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ପବିତ୍ର ବାଇବଲ ଅଛି, ତାହେଲେ ଆପଣମାନେ ଦେଖନ୍ତୁ ରୋମିଓ ପୁସ୍ତକ ତାର 15 ପର୍ବ ତାର 19 ପଦ ଆପଣମାନେ ଦେଖନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆପଣମାନେ ଦେଖିବେ ନାହିଁ, ପଦ ପର୍ବ ଯଦି ଆପଣମାନେ ଦେଖିବେ ନାହିଁ, ତାହେଲେ ମୁଁ ଈଶ୍ୱରଙ୍କର ପବିତ୍ର ବାଇବଲରେ ଥିବା ବିଷୟ କହୁଅଛି କିମ୍ବା ବାଇବଲର ବାହାରେ କହୁଅଛି। ଏହି ବିଷୟ ଆପଣମାନେ କେମିତି ଜାଣିପାରିବେ? ଅନେକ ଖ୍ରୀଷ୍ଟୀୟ ବିଶ୍ୱାସିନୀ ମାନେ ଏହି ଜାଗାରେ ଭ୍ରାନ୍ତ ହେଉଛନ୍ତି। ସେମାନେ ବାଇବଲକୁ ସଠିକ ଭାବରେ ନ ଅଧ୍ୟୟନ କରି, ସେମାନେ ନ ପଢ଼ି ଭ୍ରାନ୍ତ ହେଉଛନ୍ତି। କାରଣ ବର୍ତ୍ତମାନ ସମୟରେ ଅନେକ ଲୋକ ବାହାରିଛନ୍ତି ପ୍ରଚାର କରିବା ଲୋକମାନେ। ସେମାନଙ୍କୁ ଚିହ୍ନିବା ପାଇଁ, ଜାଣିବା ପାଇଁ ହେଲେ ଆମେମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ସଠିକ ଭାବରେ ଅଧ୍ୟୟନ କରିଥିବା ଦରକାର। ଯଦି ଆମେମାନେ ସଠିକ ଭାବରେ ଅଧ୍ୟୟନ କରିନଥିବା, ତାହେଲେ ଯେକୌଣସି ସ୍ଥାନର ବ୍ୟକ୍ତି ଆସି ଯେମିତି ଶିକ୍ଷା ଦେଲେ ମଧ୍ୟ ଆମ୍ଭମାନଙ୍କୁ ସଠିକ ଲାଗିବ। ସେଥିପାଇଁ ନିହାତି ଜରୁରୀ ଅଟେ ଆମେମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଅଧ୍ୟୟନ କରିବା। ଏବଂ ଜଣେ ବ୍ୟକ୍ତି ଯଦି କହୁଅଛି, ତାହେଲେ ଆମେମାନେ ଦେଖିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ଜାଗାରେ ଆମେମାନେ ଦେଖିବା ମିରାକଲ ବା ଚମତ୍କାର ଏବଂ ସୁସ୍ଥତା ବିଷୟ। ରୋମିଓ ପୁସ୍ତକ ତାର 15 ପର୍ବ ତାର 19 ପଦରେ ଦେଖିବା। ଆପଣମାନେ ଦେଖନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ଜାଗାରେ ଲେଖାଯାଏ, ଏହି ପ୍ରକାର ଜେରୁସାଲେମ ଠାରୁ ଇଲୁରିକ ପର୍ଯ୍ୟନ୍ତ ଚତୁର୍ଦିଗରେ ମୁଁ ଖ୍ରୀଷ୍ଟଙ୍କ ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାର କରିଅଛି। ଏହି ଜାଗାରେ ପାଉଲ କହୁଛନ୍ତି, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅଣଜିହୁଦୀମାନଙ୍କୁ ବା ଅଣଜିହୁଦୀମାନଙ୍କ ନିମନ୍ତେ ଏହି ପାଉଲ, ପ୍ରଭୁ ଯୀଶୁଙ୍କର ସେବକ ଏହି ପାଉଲ କହୁଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ 20 ପଦ ଆପଣମାନଙ୍କ ପାଖରେ କିଛି ବିଷୟ ପ୍ରକାଶ କରିବା ପାଇଁ ଚାହେଁ। ତାପରେ ଆମେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଥିବା ଆଉ ଗୋଟିଏ ପଦ ପର୍ବ ବା ଆଗାମୀ ପଦ ପର୍ବ ଆମେମାନେ ଦେଖିକି ଆମେମାନେ ମିରାକଲ ବିଷୟରେ ଜାଣିବା ନିମନ୍ତେ ଯିବା, ଚମତ୍କାର ବିଷୟରେ ଜାଣିବା ନିମନ୍ତେ ଯିବା, ସୁସ୍ଥତା ବିଷୟରେ ଜାଣିବା ନିମନ୍ତେ ଯିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ଜାଗାରେ 20 ପଦରେ ଲେଖାଯାଏ, ହଁ, ଯେପରି ମୁଁ ଅନ୍ୟ ଲୋକର ମୂଳଦୁଆ ଉପରେ ନ ଗଡ଼େ, ଏଥି ନିମନ୍ତେ ଯେଉଁ ସ୍ଥାନରେ ଖ୍ରୀଷ୍ଟଙ୍କ ନାମ ଉଚ୍ଚାରିତ ହୋଇନାହିଁ, ଏହିପରି ସ୍ଥାନରେ
ସୁସମାଚାର ପ୍ରଚାର କରିବା ପାଇଁ ମୁଁ ଲକ୍ଷ୍ୟ କରି ଆସିଅଛି। କ୍ଷମା କର ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଏହି ଜାଗାରେ ପାଉଲ କହୁଛନ୍ତି ଅନ୍ୟ ଲୋକର ମୂଳଦୁଆ ଉପରେ ନ ଗଡ଼େ। ଏଥି ନିମନ୍ତେ ଯେଉଁ ସ୍ଥାନରେ ଖ୍ରୀଷ୍ଟଙ୍କ ନାମ ଉଚ୍ଚାରିତ ହୋଇନାହିଁ ଏପରି ସ୍ଥାନରେ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ଲକ୍ଷ୍ୟ କରି ଆସିଅଛି। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ ଅନେକ ସମୟରେ ଅନେକ ଜାଗାରେ ଆପଣମାନେ ଦେଖିବେ ଯେଉଁ ଜାଗାରେ ଖ୍ରୀଷ୍ଟିଆନ ଲୋକମାନେ ଅଛନ୍ତି ସେଇ ଜାଗାକୁ ଯାଇ ଲୋକମାନେ ଭାଗ କରୁଛନ୍ତି ଏବଂ ଖ୍ରୀଷ୍ଟୀୟ ଲୋକମାନଙ୍କୁ ହିଁ ଆଉ ଥରେ ଖ୍ରୀଷ୍ଟୀୟ କରୁଛନ୍ତି। ବିଶ୍ୱାସୀ ଲୋକମାନଙ୍କୁ ଭ୍ରାନ୍ତ କରୁଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଜଣେ ବ୍ୟକ୍ତି ଯଦି ଘର ବନାଇବା ନିମନ୍ତେ ଫାଉଣ୍ଡେସନ୍ କରିଥାଏ, ଆପଣମାନେ କରିଥିବେ ଫାଉଣ୍ଡେସନ୍, ଆଉ ଜଣେ ବ୍ୟକ୍ତି ଆସି ଘର ବାନ୍ଧିବ, ତାହେଲେ ଆପଣମାନଙ୍କୁ କେମିତି ଲାଗିବ ପ୍ରଭୁଙ୍କର ପ୍ରିୟ ଲୋକମାନେ? କିନ୍ତୁ ଏହି ଜାଗାରେ ପାଉଲ କହୁଛନ୍ତି ଯେଉଁ ଜାଗାରେ ଜଣେ ବ୍ୟକ୍ତି ଘର ବନାଇବା ନିମନ୍ତେ ଫାଉଣ୍ଡେସନ୍ କରିଅଛି ସେଇ ଜାଗାକୁ ମୁଁ ଘର ବନାଇବି ନାହିଁ। ଯେଉଁ ଜାଗାରେ ଫାଉଣ୍ଡେସନ୍ ମଧ୍ୟ କରାହେଇନାହିଁ ସେଇ ଜାଗାକୁ ମୁଁ ଯାଇ ବନାଇବି ବା ସମ୍ପୂର୍ଣ୍ଣ କରିବି ବା ଘର ବନାଇବି। କିନ୍ତୁ ଯେଉଁ ଜାଗାରେ ଲୋକମାନେ ଖ୍ରୀଷ୍ଟୀୟ ଲୋକମାନେ ଅଛନ୍ତି, ଯେଉଁ ଜାଗାରେ ମଣ୍ଡଳୀ ଅଛି, ଯେଉଁ ଜାଗାରେ ସୁସମାଚାର ପ୍ରଚାର କରାଯାଉଛି, ବର୍ତ୍ତମାନ ସମୟରେ ଅନେକ ପାଳକମାନେ ଆସି ସେଇ ଜାଗାରେ ପ୍ରଚାର କରୁଛନ୍ତି। ଜବରଦସ୍ତ ଆସି ମଣ୍ଡଳୀକୁ ଦୁଇ ଭାଗ କରୁଛନ୍ତି। ଏଇ ମଣ୍ଡଳୀ ଲୋକମାନଙ୍କୁ ସେଇ ମଣ୍ଡଳୀକୁ ନେଉଛନ୍ତି। ସେମାନଙ୍କୁ କହିବା ପାଇଁ ଚାହେଁ এই সময় যদি প্রভুঙ্কর প্রিয় দাস মানে আপনার যদি এই প্রকার কার্য করুছ তাহলে আপনার কহা চাহে আপনার কেমিতি শিক্ষা পাইছ। এই পুস্তক এই রোমিও পুস্তক আপনার শিক্ষার ম্যাচ করুনা। আপনার দুই ভাগ করছেন তাহলে ম্যাচ করুনা। আপনার বাইবেলর বিপরীত করছেন, প্রভু যীশুঙ্কর বিপরীত করছেন। ଆପଣମାନେ ପରକୁ ଶିକ୍ଷା ଦେଉଛ କିନ୍ତୁ ନିଜକୁ ମଧ୍ୟ ଶିକ୍ଷା ଦେବା ଦରକାର। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଏହି ବାକ୍ୟ ପ୍ରତି ଆମେମାନେ ଯିବା ନାହିଁ। ଆମେମାନେ ମିରାକଲ୍ ବା ଚମତ୍କାର ଏବଂ ସୁସ୍ଥତା ବିଷୟରେ ଦେଖିବା ନିମନ୍ତେ ଯିବା। ଏହି ଜାଗାରେ ପାଉଲ କହୁଛନ୍ତି ସମ୍ପୂର୍ଣ୍ଣ ରୂପେ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିଅଛି। କିନ୍ତୁ ଯଦି ଆପଣମାନେ ଦେଖିବେ ପ୍ରେରିତ ପୁସ୍ତକ ପ୍ରଭୁଙ୍କର ପ୍ରିୟ ଲୋକମାନେ ତାର 19 ଏବଂ 12 19-12 ଯଦି ଦେଖିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଏହି ଜାଗାରେ ଲେଖାଯାଏ 11-12 ପୁଣି ଈଶ୍ୱର ପାଉଲଙ୍କର ହସ୍ତ ଦ୍ୱାରା ଅସାମାନ୍ୟ ଶକ୍ତିର କାର୍ଯ୍ୟ ସାଧନ କରୁଥିଲେ। ଆପଣମାନେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆମ୍ଭେମାନେ ମିରାକଲ୍ ବା চমৎকার বিষয়ে দেখুছু, তারপরে আমি মানে সুস্থতা বিষয়ে দেখিবা। পুଣି ঈশ্বর পাউলଙ୍କର হস্ত দ্বারা অসামান্য শক্তির কার্য সাধন করুଥିଲେ। এইপরি কি তাଙ୍କ দেহରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣାଯାଆନ୍ତି ସେମାନଙ୍କ ଠାରୁ ରୋଗ ଛାଡ଼ି ଯାଉଥିଲା ଓ ଦୁଷ୍ଟ ଆତ୍ମା ଗୁଡ଼ାକ ବାହାରି ଯାଉଥିଲେ। কিন্তু প্রভুঙ্কর প্রিয় লোকমানে এইপরি চমৎকার বর্তমান কাহি আপনার পাখে আগুক বড়বি, অনেক বিষয় কহবি। আপনার সঠিক ভাবে শুণতু, সঠিক ভাবে পড়তু। আপনার পাখে পদপর্ব হি প্রকাশ করুছি, আপনার পাখে প্রকাশ করা কিন্তু এই জায়গায় পাউল যেতবে প্রচার করতে পাউলଙ୍କର হস্ত দ্বারা অনেক প্রভু কার্য কলে এবং রুমাল মধ্য ଲୋକମାନଙ୍କୁ ଟଚ୍ କରିବା ଯୋଗୁଁ ଲୋକମାନେ ମଧ୍ୟ ସୁସ୍ଥତା ପାଇଛନ୍ତି। କିନ୍ତୁ ଆପଣମାନେ ଯଦି ଦେଖିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ ମିରାକଲ୍ ବା ଚମତ୍କାର ତିନୋଟି ବିଷୟ ଆପଣମାନେ ଦେଖିପାରିବେ। ମଶା, ଇଲିଶାହ ଏବଂ ଜିଜେସ୍, এই ତିନି ଜଣ। ପାଉଲ ଲାଷ୍ଟ ହିଲିଂ, ଆପଣମାନେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ପାଉଲଙ୍କ ଲାଷ୍ଟ ହିଲିଂ ହେଉଛି AD 58। ଆପଣମାନେ ନୋଟ୍ କରିକି ମଧ୍ୟ ଲେଖିପାରିବେ। ପାଉଲଙ୍କ ଲାଷ୍ଟ ହିଲିଂ AD 58ରେ ଶେଷ।
ଆପଣମାନେ ଯଦି ଦେଖିବେ ପ୍ରେରିତ ପୁସ୍ତକ ତାର 28 ପ୍ରେରିତ ତାର 28 ତାର 8-9 এই জায়গা লেখা যায় সেই সময় বুলবুলিঙ্কর পিতা জ্বর ও আমাশয় রোগরে পীড়িত হয়ে শয্যাশায়ী ଥିଲେ ଆଉ ପାଉଲ ଭିତରକୁ ତାଙ୍କ ନିକଟକୁ ଯାଇ ପ୍ରାର୍ଥନା କଲେ ଓ ତାଙ୍କ ଉପରେ ହାତ ଥୋଇ ତାଙ୍କୁ ସୁସ୍ଥ କଲେ। ଏହି ଘଟଣା ପରେ ସେହି ଦ୍ୱୀପରେ ଥିବା ଅବଶିଷ୍ଟ ପୀଡ଼ିତମାନେ ମଧ୍ୟ ଆସି ସୁସ୍ଥ ହେଲେ। ଏହା ହେଉଛି ପାଉଲଙ୍କର ଲାଷ୍ଟ ହିଲିଂ 50 AD বা AD 58। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉଛି ଦ୍ୱିତୀୟ ତିମୋତି ଆପଣମାନେ ଦେଖନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଯଦି ଆପଣମାନେ ଦେଖିବେ ନାହିଁ ତାହେଲେ ଆପଣମାନେ କେମିତି ଜାଣିପାରିବେ? ଦ୍ୱିତୀୟ ତିମୋତି ତାର 4:20 ଦ୍ୱିତୀୟ ତିମୋତି ତାର 4:20 ଦ୍ୱିତୀୟ ତିମୋତି ତାର 4:20 ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନଙ୍କ ପାଖରେ କ୍ଷମା ଚାହେଁ। ଦ୍ୱିତୀୟ ତିମୋତି ତାର 4:20 এই জায়গায় লেখা যায় ଏଷ୍ଟର କରନ୍ତିରେ ରହିଅଛନ୍ତି କିନ୍ତୁ ତ୍ରୋପିମ୍ ପୀଡ଼ିତ ହେବାରୁ ମୁଁ ତାହାଙ୍କୁ ମିଲିତରେ ଛାଡ଼ି ଦେଇ ଆସିଅଛି। କିନ୍ତୁ ଯଦି ଆପଣମାନେ ଦେଖିବେ ପ୍ରଥମ ତିମୋତି ଆପଣମାନେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନଙ୍କ ପାଖରେ ପଦପର୍ବ ପ୍ରକାଶ କରୁଅଛି ତାପରେ ଆପଣମାନଙ୍କ ପାଖରେ ପ୍ରକାଶ କରିବି। ଆପଣମାନଙ୍କ ପାଖରେ କେତୋଟି ପଦପର୍ବ ପ୍ରକାଶ କରିବା ପାଇଁ ଚାହେଁ। ପ୍ରଥମ ତିମୋତି ତାର 5:23 এই ଜାଗା ଲେଖାଯାଏ ଆଉ କେବଳ ଜଳପାନ ନ କରି ତୁମର ଉଦର ରୋଗ ଓ ବାରମ୍ବାର ଅସ୍ୱାସ୍ଥ୍ୟ ସକାଶେ ଅଳ୍ପ ଦ୍ରାକ୍ଷାରସ ପାନ କର। ଆପଣମାନେ ପଦପର୍ବକୁ ମନେ ରଖନ୍ତୁ। କ'ଣ କୁହାଯାଉଅଛି କ'ଣ ଲେଖାଯାଇଅଛି ସେହି ପର୍ବକୁ ଆପଣମାନେ ମନେ ରଖନ୍ତୁ କାରଣ ଆପଣମାନଙ୍କ ପାଖରେ ବହୁତ ଝଟକା ଦେବା ପାଇଁ ଚାହେଁ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଆଉ କେବଳ ଜଳପାନ ନ କରି ତୁମର ଉଦର ରୋଗ ଓ ବାରମ୍ବାର ଅସ୍ୱାସ୍ଥ୍ୟ ସକାଶେ ଅଳ୍ପ ଦ୍ରାକ୍ଷାରସ ପାନ କର। ଯଦି ଆପଣମାନେ ଦ୍ୱିତୀୟ କରନ୍ତୀୟ ଯଦି ଦେଖିବେ ତାର 12 ପର୍ବ ତାର 7 ପଦ এই ଜାଗାରେ ଲେଖାଯାଏ ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ ଏଥି ନିମନ୍ତେ ମୋତେ ପ୍ରହାର କରିବା ପାଇଁ ମୋର ଶରୀରର ଶୟତାନର ଦୂତ ସ୍ୱରୂପ ଗୋଟିଏ କଣ୍ଟକ ଦିଆଗଲା। ହଁ ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ ଏଥି ନିମନ୍ତେ ତାହା ଦିଆଗଲା। ଆପଣମାନେ ପଦପର୍ବ ମନେ ରଖନ୍ତୁ। ତାପରେ ଗାଲାତୀୟରେ ଲେଖାଯାଏ ପ୍ରଭୁଙ୍କର ପ୍ରିୟ ଲୋକମାନେ ଗାଲାତୀୟ ପୁସ୍ତକ ଗାଲାତୀୟ ତାର 4:13 এই ଜାଗାରେ ଲେଖାଯାଏ କିନ୍ତୁ ତୁମେମାନେ ଜାଣ ଯେ ଶାରୀରିକ ପୀଡ଼ା ହେତୁ ମୁଁ ତୁମମାନଙ୍କ ନିକଟରେ ପ୍ରଥମ ଥର ସୁସମାଚାର ପ୍ରଚାର କରିଥିଲି। ଯଦି ଆପଣମାନେ ମାଥିଉ ଦେଖିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ ମାଥିଉ ତାର 8 ତାର 16-17 এই ଜାଗାରେ ଲେଖାଯାଏ ସନ୍ଧ୍ୟା ହୁଅନ୍ତି ଲୋକମାନେ ଅନେକ ଭୂତଗ୍ରସ୍ତ ଲୋକ ତାହାଙ୍କ ନିକଟକୁ ଆଣିଲେ ସେଥିରେ ସେ କଥା କହିବା ମାତ୍ରେ ଭୂତ ଗୁଡ଼ାକ ଛଡ଼ାଇଲେ ଏବଂ ସମସ୍ତ ପୀଡ଼ିତ ଲୋକଙ୍କୁ ସୁସ୍ଥ କଲେ ଯେପରି ଯିଶାୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ ସେ ନିଜେ ଆମ୍ଭମାନଙ୍କର ଦୁର୍ବଳତା ସବୁ ଗ୍ରହଣ କଲେ ଓ ବ୍ୟାଧି ସବୁ ବହନ କଲେ। ଆପଣମାନେ ପଦପର୍ବ ମନେ ରଖନ୍ତୁ। এই ଜାଗାରେ କ'ଣ ବୋଲି ଆପଣମାନେ ଦେଖିଲେ ସେଥିରେ ସେ ସନ୍ଧ୍ୟା ହୁଅନ୍ତି ଲୋକମାନେ ଭୂତଗ୍ରସ୍ତ ଲୋକଙ୍କୁ ତାଙ୍କ ନିକଟକୁ ଆଣିଲେ ସେଥିରେ ସେ କଥା ମାତ୍ରକେ ଭୂତ ଗୁଡ଼ାକ ଛଡ଼ାଇଲେ ପ୍ରଭୁ ଯୀଶୁ ଛଡ଼ାଇଲେ ଏବଂ ସମସ୍ତ ପୀଡ଼ିତ ଲୋକଙ୍କୁ ସୁସ୍ଥ କଲେ।
যদি ଆପଣ ମାନେ ଦେଖିବେ ଯୋହନ 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 14:12 ଯଦି ଦେଖିବେ ତାହା ଲେଖାଯାଏ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମୋ ଠାରେ ଯେ ବିଶ୍ୱାସ କରେ ମୁଁ ଯେଉଁ ଯେଉଁ କର୍ମ କରୁଅଛି ସେ ମଧ୍ୟ ସେହିସବୁ କରିବ, ଆଉ ସେସବୁ ଅପେକ୍ଷା ଅଧିକ ମହତ୍ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି। এই বিষয়ে হলি স্পিরিট বিষয়ে প্রভু যীশু এই জায়গায় শিষ্যମାନଙ୍କୁ କହିଛନ୍ତି। কিন্তু ଆପଣମାନେ ଯଦି ଦେଖିବେ ପେଣ୍ଟିକୋଷ୍ଟ ଦିନରେ ପବିତ୍ର ଆତ୍ମା ପ୍ରେରିତ ପୁସ୍ତକ ତାର 1 ପର୍ବ ତାର 8 ପଦରେ ଲେଖାଯାଏ, ଅଗ୍ନି ସଦୃଶ୍ୟ ସେମାନଙ୍କ ଉପରେ ଅଧିଷ୍ଠାନ ହେଲା ପରେ ସେମାନେ ଅନେକ ଶକ୍ତିର ବା ଅନେକ ପ୍ରକାର ଭାଷା କହିଲେ। ଆତ୍ମା ସେମାନଙ୍କୁ ଯେପରି କହିବା ପାଇଁ ଶକ୍ତି ଦେଲେ ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷା କହିବା ପାଇଁ ଲାଗିଲେ। କିନ୍ତୁ ଯଦି ଆପଣମାନେ ଦେଖିବେ ମାର୍କ ପୁସ୍ତକ ମାର୍କ ତାର 16:20 ଯଦି ଦେଖିବେ ତାହା ଲେଖାଯାଏ, କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ୱାରା ସେହି ବାକ୍ୟ ପ୍ରମାଣ ସିଦ୍ଧ ହେଲେ। କିନ୍ତୁ ପ୍ରେରିତ ପୁସ୍ତକ ତାର 8 ଯଦି ଦେଖିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରେରିତ ତାର 8 ତାର 5ରେ ଲେଖାଯାଏ, ପୁଣି ଫିଲିପ ସମୀରଣ ପ୍ରଧାନ ନଗରକୁ ଯାଇ ଲୋକମାନଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ଘୋଷଣା କରିବାକୁ ଲାଗିଲେ। ଏ ଯେତିକି ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କଲେ, ପ୍ରଭୁ ଯୀଶୁ ଯେମିତି ଲୋକମାନଙ୍କୁ କଥା ମାତ୍ରକେ ସୁସ୍ଥ କଲେ, ପାଉଲ ପ୍ରଚାର କରିବା ସମୟରେ ଅନେକ ଲୋକମାନଙ୍କୁ ସୁସ୍ଥ କଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ଆଜି ଦିନ ମାନଙ୍କରେ ଏହିପରି ମିରାକାଲ ବା ଏହିପରି ଚମତ୍କାର କାହିଁ? ଏହା ହେଉଛି ମୋର ପ୍ରଶ୍ନ। ପାଉଲ ଯେମିତି ଲୋକମାନଙ୍କୁ ସୁସ୍ଥତା କରୁଥିଲେ, ରୁମାଲ ଫିଙ୍ଗିଲା ପରେ ଲୋକମାନେ ସୁସ୍ଥତା ହେଉଥିଲେ, ଯୀଶୁଙ୍କର କଥା ମାତ୍ରକେ ଭୂତ ଗୁଡ଼ାକ ଛାଡ଼ି ଯାଉଥିଲା, ପ୍ରଭୁ ଯୀଶୁଙ୍କର ଶିଷ୍ୟମାନେ ମଧ୍ୟ ଅନେକ ଲୋକଙ୍କୁ ସୁସ୍ଥ କଲେ, ଏବଂ ପାଉଲ ମଧ୍ୟ ଅନେକ ବିଷୟ କହୁଅଛନ୍ତି। ଆପଣମାନଙ୍କ ପାଖରେ ପଦପର୍ବ ଯାହାକି ପ୍ରକାଶ କରିଅଛି। କିନ୍ତୁ ବର୍ତ୍ତମାନ ଏହିପରି ଚମତ୍କାର ବା ଏହିପରି ମିରାକାଲ କାହିଁ? କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ମିରାକାଲ ଗିଫ୍ଟ ଅଫ୍ ଗଡ୍, ୱିଲ୍ ଅଫ୍ ଗଡ୍। ଆପଣମାନେ ବୁଝନ୍ତୁ, ମିରାକାଲ ଗିଫ୍ଟ ଅଫ୍ ଗଡ୍, ୱିଲ୍ ଅଫ୍ ଗଡ୍। ଯଦି ପ୍ରଥମ କରନ୍ତୀୟ ତାର 12 ତାର 10-11 ଯଦି ଦେଖିବେ ତାହା ଲେଖାଯାଏ, ଅନ୍ୟ ଜଣକୁ ନାନା ଶକ୍ତିର କାର୍ଯ୍ୟ ସାଧନ କରିବାର, ଆଉ ଜଣକୁ ଭାବବାଣୀ କହିବାର, ଅନ୍ୟ ଜଣକୁ ବିଭିନ୍ନ ଆତ୍ମା ଚିହ୍ନିବାର, ଆଉ ଜଣକୁ ବିଭିନ୍ନ ପରଭାଷା କହିବାର, ଅନ୍ୟ ଜଣକୁ ଭାଷାର ଅର୍ଥ କରିବାର ଶକ୍ତି ଦାନ କରାଯାଏ। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ମିରାକାଲ କରିବା ଲୋକମାନେ ବାହାରିଛନ୍ତି, ଅନେକ ଆଶ୍ଚର୍ଯ୍ୟ କର୍ମ କରିବା ପାଇଁ ବାହାରିଛନ୍ତି। କିନ୍ତୁ ଏହି ଦାନ ପ୍ରଭୁ ଯାହାକୁ ଇଚ୍ଛା କରନ୍ତି ତାହାକୁ ଦିଅନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ଲୋକମାନେ ବାହାରିଛନ୍ତି ମିରାକାଲ କରିବା ପାଇଁ। ପ୍ରଭୁ ଯୀଶୁଙ୍କ ସମୟରେ ରାବା ରାବା ଲାକା ରାକା ସିନ୍ଦା ବା ରାବା ଲାକା ଆଲା ରାକା ନଥିଲା। এই প্রকার মিরাকাল বা এই প্রকার ভাষা প্রভু যীশু কহিনাহান্তি, প্রভু যীশুଙ୍କର ଶିଷ୍ୟମାନେ କହିନାହାନ୍ତି, ପାଉଲ କହିନାହିଁ, ପ୍ରଭୁଙ୍କର 12 ଜଣ ଶିଷ୍ୟ ମଧ୍ୟ କହିନାହାନ୍ତି, 70 ଜଣ ଶିଷ୍ୟ ମଧ୍ୟ କହିନାହାନ୍ତି, ଭାବବାଦୀ ମଧ୍ୟ କହିନାହାନ୍ତି, ଯୋହନ ମଧ୍ୟ କହିନାହିଁ। କିନ୍ତୁ ବର୍ତ୍ତମାନ କହୁଛନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ ଏବଂ ପ୍ରଭୁ ଯୀଶୁଙ୍କର ଶିଷ୍ୟମାନେ, ଭାବବାଦୀମାନେ। ଆପଣମାନେ ବାଇବଲରେ ଦେଖନ୍ତୁ, କେହି ମଧ୍ୟ ଲୋକମାନଙ୍କୁ ତଳକୁ ଓଦରାଇ ନାହାନ୍ତି। ଯୀଶୁ ଲୋକମାନଙ୍କୁ ତଳକୁ ଓଦରାଇ ନାହାନ୍ତି ବା ନାହିଁ, ଶିଷ୍ୟମାନେ ତଳକୁ ଓଦରାଇ ନାହାନ୍ତି, ଭାବବାଦୀମାନେ ତଳକୁ ଓଦରାଇ ନାହାନ୍ତି, ଯାଜକମାନେ ମଧ୍ୟ ତଳକୁ ଓଦରାଇ ନାହାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଲୋକମାନଙ୍କୁ ତଳକୁ ଓଦରାଉଛନ୍ତି। ଆପଣମାନେ ବୁଝନ୍ତୁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କର କାମ ହେଲା, ପ୍ରଭୁ ଯୀଶୁଙ୍କର ଶିଷ୍ୟମାନଙ୍କର କାମ ହେଲା ଲୋକମାନଙ୍କୁ ତଳକୁ ଓଦରେଇଥିବା ଲୋକମାନଙ୍କୁ ଉପରକୁ ଉଠେଇବା ସେମାନଙ୍କର କାମ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉଛି
ବର୍ତ୍ତମାନ ସମୟରେ ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ ଅଛନ୍ତି। ସେମାନେ ପ୍ରଭୁଙ୍କ ପଟେ ରାସ୍ତା ନ ଦେଖାଇ ନିଜ ପଟେ ଆକର୍ଷଣ କରୁଛନ୍ତି ଏବଂ ମୁଁ ପ୍ରାର୍ଥନା କଲେ ତୁମେମାନେ ଯାଇ ସୁସ୍ଥତା ପାଇବ ବୋଲି କହୁଛନ୍ତି। ଆପଣମାନଙ୍କ ପାଖରେ ଯେତିକି ପଦପର୍ବ ପ୍ରକାଶ କଲି ସେହି ସମୟର ମିରାକାଲ ବା ଚମତ୍କାର ଏବଂ ଆଜିର ଚମତ୍କାର ମଧ୍ୟରେ ବହୁତ ଫରକ ଅଛି, ବହୁତ ଅନ୍ତର ଅଛି। ଆପଣମାନେ ଯଦି ଦେଖିବେ ହିଷ୍ଟ୍ରି ଇତିହାସରେ ଯଦି ଦେଖିବେ ପାଉଲଙ୍କର ମିରାକାଲ ବା ହିଲିଂ AD 58 ତାପରେ ଆଉ ହେଇନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ବୁଝିବା ଦରକାର। ଆପଣମାନେ ମିରାକାଲ ପଛରେ ଆପଣମାନେ ଚାଲନ୍ତୁ ନାହିଁ, ଆଶ୍ଚର୍ଯ୍ୟ ପଛରେ ଆପଣମାନେ ଚାଲନ୍ତୁ ନାହିଁ, ପ୍ରଭୁଙ୍କ ପଛରେ ଆପଣମାନେ ଯାଆନ୍ତୁ। ପ୍ରଭୁ ଆପଣଙ୍କର ଗୃହରେ ଅଛନ୍ତି, ଆପଣଙ୍କର ଗୁପ୍ତ କୋଠରୀରେ ଅଛନ୍ତି। ଆପଣମାନଙ୍କ ପାଖରେ ସୁସ୍ଥତା ମଧ୍ୟ ପ୍ରକାଶ କରିବେ, ସୁସ୍ଥତା ବିଷୟରେ ମଧ୍ୟ ପ୍ରକାଶ କରିବେ। କିନ୍ତୁ এই ମିରାକାଲ ବିଷୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ ବର୍ତ୍ତମାନ ସମୟରେ ଲୋକମାନଙ୍କୁ ତଳକୁ ଓଦରାଇବା, এই ରାବା ରାବା ଲାକା ରାକା କହିବା, ଏହା ହେଉଛି ଶୈତାନର କାର୍ଯ୍ୟ, ଲୁସିଫରର କାର୍ଯ୍ୟ। ଯେଉଁମାନେ ରାବା ରାବା ଲାକା ରାକା ଜିନ୍ଦା ବା ରାବା ରାବା ବୋଲି କହୁଛନ୍ତି ତାହା ହେଉଛି ଜିବ୍ରିସ୍ ଗ୍ଲୋସା ନୁହେଁ, ଏହା ହେଉଛି ଶୈତାନର ଭାଷା ଅଟେ। ଯଦି ଆପଣମାନେ ଯଦି ପ୍ରଭୁ ଯୀଶୁଙ୍କର ଭାଷା ବୋଲି କହୁଛନ୍ତି ତାହେଲେ ଏହି ଭାଷାର ଅର୍ଥ ମଧ୍ୟ ଆପଣମାନେ ପ୍ରକାଶ କରନ୍ତୁ। କାରଣ କରନ୍ତୀୟ ପୁସ୍ତକରେ ଲେଖାଯାଏ ତାର 12 ତାର 10 ଲେଖାଯାଏ, ତାର 12 ତାର 10 ଲେଖାଯାଇଅଛି, ଅନ୍ୟ ଜଣକୁ ନାନା ଶକ୍ତିର କାର୍ଯ୍ୟ ସାଧନ କରିବାର, ଆଉ ଜଣକୁ ଭାବବାଣୀ କହିବାର, ଅନ୍ୟ ଜଣକୁ ବିଭିନ୍ନ ଆତ୍ମା ଚିହ୍ନିବାର, ଆଉ ଜଣକୁ ବିଭିନ୍ନ ପରଭାଷା କହିବାର, ଅନ୍ୟ ଜଣକୁ ଭାଷାର ଅର୍ଥ କରିବାର ଶକ୍ତି ଦିଆଯାଇଅଛି, ଦାନ କରାଯାଇଛି। ଆପଣମାନେ ଏହି ଭାଷାର ଅର୍ଥ ମଧ୍ୟ ପ୍ରକାଶ କରନ୍ତୁ। ଯଦି ଆପଣମାନେ ପ୍ରଭୁ ଯୀଶୁଙ୍କର ଭାଷା ବୋଲି କହୁଛ ତାହେଲେ ଏହି ଭାଷାର ଅର୍ଥ ଆପଣମାନେ ପ୍ରକାଶ କରନ୍ତୁ। ଯେମିତି ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ପଢ଼ିବେ ଜିହୋଭା ଜିରି ତାର ଅର୍ଥ ଅଛି, ଏଲି ଏଲି ଲାମା ଲାମା ତାର ଅର୍ଥ ଅଛି। এই প্রকার দানিয়েল পুস্তকের মধ্যে যেতে দেখিଅছি সে বিষয় অর্থ ଅଛି, বাইবেলর ସବୁ বিষয়ের অর্থ ଅଛି। কিন্তু এই ভাষার অর্থ ଆପଣମାନେ ପ୍ରକାଶ କରନ୍ତୁ, ତାହେଲେ ଆମେମାନେ ମାନିବା ଯେ ପ୍ରଭୁ ଯୀଶୁଙ୍କର ଭାଷା ଅଟେ। ପ୍ରଭୁଙ୍କର ପ୍ରିୟ ଏହି ସମୟରେ ଦେଖୁଥିବା ଖ୍ରୀଷ୍ଟୀୟ ବିଶ୍ୱାସୀ ବିଶ୍ୱାସିନୀମାନେ ଆପଣମାନେ ଚମତ୍କାର ପଛରେ ଯାଆନ୍ତୁ ନାହିଁ। ଏବଂ ଜଣେ ପାଳକ ଯଦି ଆପଣମାନଙ୍କୁ କହିବ ମୁଁ ପ୍ରାର୍ଥନା କଲେ ଆପଣ ସୁସ୍ଥତା ପାଇବ, ଏହା ହେଉଛି ବହୁତ ଖରାପ। সেই প্রকার পালক মানুষ আপনার ছাড়ন্তু, প্রভুঙ্ক পছরে আপনার চালন্তু, প্রভুঙ্ক আপনার বিশ্বাস করতু, নচেত আপনার বিনষ্ট হবে। সে তো নরকু যাব যাব, আপনার সমস্ত লোক নরকু যাবে, অন্ধ অন্ধকু কেবে রাস্তা দেখাই পারিব না। কিন্তু আসন্তু প্রভুঙ্কর প্রিয় লোক মানে আমি মানে দেখিবা সুস্থতা বিষয়ে, সুস্থতা বিষয়ে দেখিবা। কিন্তু আউ গোটে বিষয় মধ্যে কহিবা পাই চাহে, প্রভুঙ্কর প্রিয় দাস মানে হি মিরাকাল করନ୍ତି, প্রভুঙ্কর শিষ্য মানে হি মিরাকাল করନ୍ତି এবং কেহি মধ্য করিপারନ୍ତି ନାହିଁ। এই প্রকার আপনার চিন্তাধারা মধ্য থিব, আপনার ভাবনা মধ্য থিব এবং অনেক লোক মধ্য কহিবে মধ্য প্রভুঙ্কর এড়ে বড় দাস মানে কেমিতি মিছ কইপারନ୍ତି, কেমিতি ভুল কইপারନ୍ତି, সেমানଙ୍କର আশ্চর্য সেমানଙ୍କର শিক্ষা কেবে মধ্য মিছ হইপারিব ନାହିଁ ବୋଲି কহନ୍ତି অনেক লোক। কিন্তু সেମାନଙ୍କ ପାଇଁ গোটিଏ পদপর্ব প্রকাশ করিবা ପାଇଁ চাহে, মাতিউ তার 24 কারণ ভণ্ড খ্রিস্ট মানে ও ভণ্ড ভাববাদী মানে উঠি এইপরি মহামহা চিহ্ন অদ্ভুত কর্মমান দেখাইবে, যে যদি সম্ভব হুয়ে তেবে মনোনীত লোকଙ୍କୁ সুদ্ধা ভ্রান্ত করিবে। তাহলে এই জায়গায় কোণ লেখা যায়? ভণ্ড ভাববাদী, ভণ্ড শিক্ষক এমানে মধ্যে আশ্চর্য কর্ম করিপারନ୍ତି। হেলে আপনার কেমিতি চিনি পারিবে যে প্রভু যীশুঙ্কর ভাববাদী বা শিক্ষক না শৈতানর শিক্ষক না শৈতানর ভাববাদী বলে আপনার কেমিতি জাঁপারে? প্রভুঙ্কর প্রিয় লোক মানে আপনার জাঁয়া চিহ্নিবা হলে আপনার ঈশ্বরঙ্কর পবিত্র বাইবেলকে সঠিক ভাবে আপনার অধ্যয়ন করতু, তেবে সে আপনার জাঁপারে, নহলে আপনার জাঁপারে না। প্রভুঙ্কর প্রিয় লোক মানে অনেক শক্তির কার্য শৈতান মধ্যে করে পারে। প্রভু যীশুঙ্কর
ଶିଷ୍ୟମାନଙ୍କର ବେଶ ଶୈତାନ ମଧ୍ୟ ଧାରଣ କରିପାରେ। ଏବଂ ଲେଖାଯାଏ ସାବଧାନ, କେହି ଯେପରି ତୁମମାନଙ୍କୁ ଭ୍ରାନ୍ତ ନ କରେ, ଏ ବିଷୟ ପ୍ରଭୁ ଯୀଶୁ କହୁଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ କହିଅଛନ୍ତି, ସେଥିପାଇଁ ଆପଣମାନେ ଜାଗ୍ରତ ହୁଅନ୍ତୁ। ଶୈତାନ ମଧ୍ୟ ଏପରି ଆଶ୍ଚର୍ଯ୍ୟ କରିପାରେ, ଏହିପରି ମିରାକାଲ କରିପାରେ, ଏହିପରି ଶିକ୍ଷା ମଧ୍ୟ ଦେଇପାରେ। କାରଣ ଈଶ୍ୱରଙ୍କର ପବିତ୍ର ବାଇବଲରେ ଦୁଇଟି ସୁସମାଚାର, ଦୁଇଟି ଅନ୍ୟ ଭାଷା, ଦୁଇଟି ଶିଷ୍ୟ, ଦୁଇଟି ପ୍ରଚାର ଏହି ପ୍ରକାର ଅଛି। ଗୋଟିଏ ଶୈତାନର ଅନ୍ୟ ଭାଷା, ଗୋଟିଏ ପ୍ରଭୁ ଯୀଶୁଙ୍କର ଅନ୍ୟ ଭାଷା। ଗୋଟିଏ ପ୍ରଭୁ ଯୀଶୁଙ୍କର ସୁସମାଚାର, ଗୋଟିଏ ଶୈତାନର ସୁସମାଚାର। ଗୋଟିଏ ଶୈତାନର ସେବକ, ଗୋଟିଏ ପ୍ରଭୁ ଯୀଶୁଙ୍କର ସେବକ। ଆପଣମାନେ ପବିତ୍ର ବାଇବଲରେ ଦେଖିପାରିବେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କ ପାଖରେ ସୁସ୍ଥତା ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ସୁସ୍ଥତା ଆମେମାନେ ଦେଖିବା ମାତିୟୁ ତାର 8 ତାର 1, ମାତିୟୁ 8:1, ମାତିୟୁ 8:1। এই জায়গার লেখা যায়, প্রভুঙ্কর প্রিয় লোকমানে, যীশু পর্বতরু ওলাই আসন্তে বহু সংখ্যক লোক তাঙ্ক পଛେ ପଛେ ଚାଲିଲେ। ଆଉ ଦେଖ, ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି ପ୍ରଣାମ କରି କହିଲା, ହେ ପ୍ରଭୁ, ଆପଣ ଯଦି, এই ଜାଗାରେ ବୁଝନ୍ତୁ, ଆପଣ ଯଦି ଇଚ୍ଛା କରନ୍ତି ତାହେଲେ ମୋତେ ଶୁଚି କରିପାରନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଜାଗାରେ ସେଇ ରୋଗୀ କ'ଣ କହୁଛି? ଆପଣ ଯଦି ଇଚ୍ଛା କରିପାରନ୍ତି ତାହେଲେ ମୋତେ ଶୁଚି କରିପାରନ୍ତି। ଯେ ପର୍ଯ୍ୟନ୍ତ ପ୍ରଭୁ ଆପଣଙ୍କ ପ୍ରତି ଇଚ୍ଛା କରିନାହାନ୍ତି ଶୁଚି କରିବା ପାଇଁ, ମିରାକାଲ କରିବା ପାଇଁ, ପବିତ୍ର କରିବା ପାଇଁ, ସେ ପର୍ଯ୍ୟନ୍ତ ଆପଣମାନେ ହେଇପାରିବେ ନା। ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ କହନ୍ତି, ମୁଁ ପ୍ରାର୍ଥନା କଲେ ତୁମେମାନେ ସୁସ୍ଥତା ପାଇବ। ଏହା ହେଉଛି ବହୁତ ବକବାସ, ବହୁତ ମିଛ ବିଷୟ। ଯେ ପର୍ଯ୍ୟନ୍ତ ପ୍ରଭୁ ମିରାକାଲ କରିନାହାନ୍ତି, ଚମତ୍କାର କରିନାହାନ୍ତି, ସୂଚି କରିନାହାନ୍ତି, ସେ ପର୍ଯ୍ୟନ୍ତ ଆପଣମାନେ ସୂଚି ହେଇପାରିବେ ନା। ଆମେମାନେ ପ୍ରାର୍ଥନା କରିବା, କିନ୍ତୁ ପ୍ରଭୁ ଯୀଶୁ ସୁସ୍ଥତା ଦେବେ। କିନ୍ତୁ ଅନେକ ମିଟିଂରେ ଆପଣମାନେ ଦେଖିବେ ଚମତ୍କାର, ଆଶ୍ଚର୍ଯ୍ୟ କର୍ମ ଅନେକ ପ୍ରକାର ଚାଲିଛି। ଲୋକମାନେ ଆଶ୍ଚର୍ଯ୍ୟ ପଥରେ ଚାଲୁଛନ୍ତି ଏବଂ ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ ମିରାକାଲ, ଆଶ୍ଚର୍ଯ୍ୟ କର୍ମ କରୁଛନ୍ତି, ଭଲ ବିଷୟ। କିନ୍ତୁ ସବୁ ଜାଗାରେ ପ୍ରଭୁ ଯୀଶୁ ଆଶ୍ଚର୍ଯ୍ୟ କରନ୍ତି ନା, କରନ୍ତି କିନ୍ତୁ କରନ୍ତି ନା। ଆପଣମାନେ ବୁଝନ୍ତୁ, যে পর্যন্ত প্রভু যীশু আপনাকে সূচি করে না, পবিত্র করে না, মিরাকাল করে না, সে পর্যন্ত প্রভু যীশুঙ্কর দাস মানে যেতিকি রোদন কলে মধ্য, যেতিকি প্রার্থনা কলে মধ্য কিছু মধ্য হেবার চান্স না। যে পর্যন্ত প্রভু করে না সে পর্যন্ত। সেপাই প্রভুঙ্কর প্রিয় লোক মানে সর্বপ্রথমে আপন মানে প্রভু যীশুঙ্কু বিশ্বাস করন্তু, তারপরে সেবক মানুষ আপন মানে বিশ্বাস করন্তু। প্রভুঙ্কর প্রিয় লোক মানে প্রভু যীশুঙ্ক নামরে ধন্যবাদ হেউ যে আপন মানে এই ভিডিওকে দেখুছেন। প্রভু যীশু সুস্থতা দিয়ন্তি, কিন্তু বর্তমান সময়ে অনেক অনেক প্রভুঙ্কর প্রিয় দাস মানে লোক মানুষ ভ্রান্ত করছেন। ଏହା ହେଉଛି ବହୁତ ବଡ଼ ଭୁଲ ବିଷୟ। ଚମତ୍କାରକୁ ନେଇ, ଆଶ୍ଚର୍ଯ୍ୟକୁ ନେଇ, ପରଭାଷା ବୋଲି ସେ ବିଷୟକୁ ନେଇ, କିନ୍ତୁ ଯେ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଛୁଚି କରିନାହାନ୍ତି, ପବିତ୍ର କରିନାହାନ୍ତି, ମିରାକାଲ କରି, ସେ ପର୍ଯ୍ୟନ୍ତ ଆପଣମାନେ ଯେତେ କଲେ ମଧ୍ୟ ଆପଣମାନେ ସୂଚି ହେଇପାରିବେ ନାହିଁ। ଆପଣମାନଙ୍କର ଯେକୌଣସି ରୋଗ ହଉ, ଯେକୌଣସି ଯନ୍ତ୍ରଣା ହଉ, ଯେକୌଣସି କଷ୍ଟ ହଉ, ଯେକୌଣସି ବ୍ୟାଧା ହଉ, ଯଦି ଆପଣଙ୍କ ପ୍ରତି ନିଜେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରୁନାହାନ୍ତି,
ପ୍ରଭୁ ଯୀଶୁଙ୍କର ସେବକମାନଙ୍କୁ ବିଶ୍ୱାସ କରୁଛନ୍ତି, ତାହେଲେ ଆପଣଙ୍କ ପ୍ରତି କିଛି ହେବାର ଚାନ୍ସ ନାହିଁ। କାରଣ ଆପଣମାନେ ଲୋକମାନଙ୍କୁ ବିଶ୍ୱାସ କରୁଛନ୍ତି, କିନ୍ତୁ ଆପଣମାନେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିବାର ଥିଲା। କାରଣ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଏ, ତୁମର ବିଶ୍ୱାସ ତୁମକୁ ସୁସ୍ଥତା ଦେବ। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ଲୋକମାନଙ୍କୁ ବିଶ୍ୱାସ କରୁଛନ୍ତି, ଲୋକମାନେ ସୁସ୍ଥତା ପଛରେ ଆକର୍ଷଣ, ମିରାକଲ ପଛରେ ଯାଉଛନ୍ତି, କିନ୍ତୁ ପ୍ରଭୁ ଯୀଶୁ ହିଁ ଆପଣଙ୍କୁ ସୁସ୍ଥତା ଦେବେ। ଯେ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଇଚ୍ଛା କରିନାହାନ୍ତି ସେ ପର୍ଯ୍ୟନ୍ତ କିଛି ହେବାର ଚାନ୍ସ ନାହିଁ। ହେଲେ ଆପଣମାନେ ନିଜେ ନିଜେ ନିର୍ଣ୍ଣୟ ନିଅନ୍ତୁ ଯେ ଆମ୍ଭେମାନେ କାହା ପଛରେ ଯିବା ଦରକାର, ଯୀଶୁଙ୍କ ପଛରେ ନା ଯୀଶୁଙ୍କର ଶିଷ୍ୟମାନଙ୍କ ପଛରେ। ଆପଣମାନେ ଭାବନ୍ତୁ, ଏ ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।